ଭିଜିଲାନ୍ସ ଜାଲରେ ବଣାଇ ପିଏଆଇଟିଟିଏ। ସୁନ୍ଦରଗଡ଼ ଜିଲ୍ଲାର ବଣାଇ ପିଏଆଇଟିଟିଏଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଦିନ ପିଏଆଇଟିଟିଏ ବିଶ୍ୱଦର୍ଶୀ ସାହୁଙ୍କ ଘର ସମେତ ଭୁବନେଶ୍ୱର, ବାଲେଶ୍ୱର, ଯାଜପୁର ଓ ବଣାଇ 7ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଚଢ଼ାଉ ହୋଇଛି। ଯାଞ୍ଚ ମଧ୍ୟରେ ରହିଛି ଯାଜପୁର ଟାଉନ୍ ସ୍ଥିତ ସମ୍ପର୍କୀୟଙ୍କ ଘର ଓ ବଣାଇଗଡ଼ ସ୍ଥିତ ସରକାରୀ କ୍ୱାର୍ଟର ଅନ୍ତର୍ଭୁକ୍ତ। ଭୁବନେଶ୍ୱରର ଶ୍ରୀରାମନଗର ଓଲ୍ଡ ଟାଉନ୍ ଠାରେ 2 ମହଲା ବିଶିଷ୍ଟ କୋଠା ଲକ୍ଷ୍ମୀ ସାଗର ସ୍ଥିତ ଭଗବାନ ଟାୱାରରେ ତୃତୀୟ ମହଲାରେ ଥିବା 304 ଘର, ଭୁବନେଶ୍ୱର ଖାରବେଳ ନଗର ଠାରେ ଫ୍ଲାଟ୍ ନମ୍ବର 402 4th ଫ୍ଲୋର ଇଭୋସ୍ ଗାଲାକ୍ସି ୟୁନିଟ୍ 3 ଘର, ସୁକୁମାର ନାୟକ ଆପାର୍ଟମେଣ୍ଟ ଫ୍ଲାଟ୍ ନମ୍ବର 302 ଏସ୍ଏନ୍ ରୋଡ୍ ବାଲେଶ୍ୱର ଘର, ବଣାଇଗଡ଼ ସ୍ଥିତ କାର୍ଯ୍ୟାଳୟ ଉପରେ ଚଢ଼ାଉ କରିଛି ଭିଜିଲାନ୍ସ। ଏହି ଚଢ଼ାଉରେ ଭିଜିଲାନ୍ସ ପକ୍ଷରୁ ଜଣେ ଅତିରିକ୍ତ ଭିଜିଲାନ୍ସ ଏସ୍ପି, 3 ଜଣ ଡିଏସ୍ପି, 10 ଇନ୍ସପେକ୍ଟର ଏବଂ ଅନ୍ୟ ଷ୍ଟାଫ୍ ରହିଛନ୍ତି। ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ କୋର୍ଟଙ୍କ ପକ୍ଷରୁ ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି। ଭିଜିଲାନ୍ସ ନିର୍ଦ୍ଦେଶାଳୟର 7ଟି ଟିମ୍ରେ ଏହି ଅଧିକାରୀମାନେ ନିୟୋଜିତ ହୋଇଥିବା ଜଣାପଡ଼ିଛି। ବିଶ୍ୱଦର୍ଶୀଙ୍କ ବିପୁଳ ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରିବାରେ ସକ୍ଷମ ହୋଇପାରିଛି ଭିଜିଲାନ୍ସ ବିଭାଗ। ପିଏଆଇଟିଟିଏ ବିଶ୍ୱଦର୍ଶୀଙ୍କ ସମସ୍ତ ସ୍ଥାନରେ ଚାଲିଥିବା ଏକକାଳୀନ ଚଢ଼ାଉରେ 1ଟି ମଲ୍ଟି ଷ୍ଟୋରେଡ୍ ବିଲ୍ଡିଂ ଏବଂ 2ଟି ଫ୍ଲାଟ୍, ଭୁବନେଶ୍ୱରର 9ଟି ବହୁ ମୂଲ୍ୟବାନ ପ୍ଲଟ୍, 150 ଗ୍ରାମର ସୁନା ଅଳଙ୍କାର, ନଗଦ 2,05,000 ଟଙ୍କା ଗ୍ୟାସ୍ ମଧ୍ୟ ଠାବ କରାଯାଇଛି। ଭିଜିଲାନ୍ସ ବିଭାଗର ଖୋଳତାଡ଼ରେ ଜଣାପଡ଼ିଛି ଯେ ଶ୍ରୀ ସାହୁ ଓ ତାଙ୍କର ପରିବାରଙ୍କ ନାମରେ ଶ୍ରୀରାମନଗର ଭୁବନେଶ୍ୱରରେ ଥିବା 3,600 ସ୍କୋୟାର ଫୁଟର ଆବାସିକ ଘର, ଲକ୍ଷ୍ମୀ ସାଗର ସ୍ଥିତ ଭଗବାନ ଟାୱାରରେ 1,500 ସ୍କୋୟାର ଫୁଟର ଜାଗା, ଖାରବେଳ ନଗର ନିର୍ମାଣାଧୀନ ବିଲ୍ଡିଂ ପାଇଁ 15,75,000 ଟଙ୍କା ଆଡ଼ଭାନ୍ସ ପେମେଣ୍ଟ, 9ଟି ବହୁ ମୂଲ୍ୟବାନ ପ୍ଲଟ୍ ମଧ୍ୟରେ ଭୁବନେଶ୍ୱର ଓ ପୁରୀରେ ଜାଗା ମଧ୍ୟ ରହିଛି। ଭୁବନେଶ୍ୱରର କୁକୁଡ଼ାଘାଇଠାରେ 184 ଡେସିମିଲ୍, ଓଲ୍ଡ ଟାଉନ୍ ଭୁବନେଶ୍ୱରଠାରେ 60 ଡେସିମିଲ୍ ଜାଗା, ଭୁବନେଶ୍ୱର ବିଜିପୁର ମୌଜାରେ 110 ଡେସିମିଲ୍ ଜାଗା, ଭୁବନେଶ୍ୱର ବରଗଡ଼ ମୌଜାରେ 50 ଡେସିମିଲ୍ ମୌଜା, ୟୁନିଟ୍ 27 ପୁରୁଣା ଟାଉନ୍ ଭୁବନେଶ୍ୱରରେ 28 ଡେସିମିଲ୍ ପ୍ଲଟ୍, ଆଉ ଏକ ପ୍ଲଟ୍ ସେହି ଓଲ୍ଡ ଟାଉନ୍ରେ 27 ଡେସିମିଲ୍ ମୌଜା, ପାଇକରାପୁରରେ ଭୁବନେଶ୍ୱରରେ 23 ଡେସିମିଲ୍ ପରେ ପୁରୀରେ ବାଟଗାଁ ମୌଜାରେ 3 ଡେସିମିଲ୍ ମୌଜା, ସାହସପୁର ଜଟଣୀ ଖୋର୍ଦ୍ଧାଠାରେ 3 ଡେସିମିଲ୍ ଥିବା କାଗଜ ଭିଜିଲାନ୍ସ ହାତରେ ଲାଗିଛି। ମୋଟ 2,05,000 କ୍ୟାସ୍, 150 ଗ୍ରାମ ସୁନା ଅଳଙ୍କାର, ଗୋଟିଏ କାର୍, 4ଟି 2-ଚକିଆ ମୋଟରସାଇକେଲ, ବ୍ୟାଙ୍କ ଇନ୍ସୁରାନ୍ସ ଏବଂ ପୋଷ୍ଟାଲ ଡିପୋଜିଟ୍, ଗୋଟିଏ ଲକର ତାଙ୍କର ଧର୍ମପତ୍ନୀଙ୍କ ନାମରେ ରହିଛି ବାପୁଜୀ ନଗର SBI ବ୍ରାଞ୍ଚ ଭୁବନେଶ୍ୱରରେ। ଭିଜିଲାନ୍ସ ବିଭାଗ ବିଶ୍ୱଦର୍ଶୀ ସାହୁଙ୍କ ସମସ୍ତ ସ୍ଥାନରେ ଖାନ୍ତଲାସୀ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା 4,05,000 ଟଙ୍କା କ୍ୟାସ୍ ମିଳିଥିବା ବେଳେ ବ୍ୟାଙ୍କ ଇନ୍ସୁରାନ୍ସ ଡିପୋଜିଟ୍ ବାବଦରେ 61,42,676 ଟଙ୍କା ରହିଛି ବୋଲି ଜାଣିବାକୁ ମିଳିଛି ଓ ତଦନ୍ତ ଚାଲୁ ରହିଛି। ବିଶ୍ୱଦର୍ଶୀଙ୍କୁ ଭିଜିଲାନ୍ସ ଜେରା କରୁଛି। ବଣାଇଠାରେ ବିଶ୍ୱଦର୍ଶୀ ଗତ 2022 ମସିହାରୁ କାର୍ଯ୍ୟ କରୁଥିବା ବେଳେ ବିପୁଳ ପରିମାଣର କୋଠା, ବାଡ଼ି, ସମ୍ପତ୍ତି କରିବାରେ କିପରି ସକ୍ଷମ ହେଲେ ଏବଂ ତାଙ୍କର ଚାକିରି ଜୀବନ କେଉଁ କେଉଁ ସ୍ଥାନ ଦେଇ ଗତି କରିଛି ତାକୁ ମଧ୍ୟ ଏବେ ଖୋଳତାଡ଼ କରିବାରେ ଲାଗିଛି ଭିଜିଲାନ୍ସ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।